ଯକ୍ଷ୍ମା ରୋଗର ନିବାରଣ ପାଇଁ ସାରା ଭାରତବର୍ଷ ବୁଲିଛି। କେତେ ହଜାର କିଲୋମିଟର ବୁଲିଥିଲେ? 7,000 କିଲୋମିଟର ବୁଲିଥିଲି। ଯେତିକି ବି ମୋର ଜ୍ଞାନ ଥିଲା, ଗୋଟେ ଛୋଟିଆ ଦରଖାସ୍ତଟା ଲେଖୁଥିଲି, ଆମ ସ୍ଥାନୀୟ ସରପଞ୍ଚ ହଉ ବିଡ଼ିଓ ହୁଅନ୍ତି, ତାଙ୍କ ପାଖରେ ଯାଇକି ପହଞ୍ଚି ଯାଉଥିଲି। ଛୋଟ ପିଲାଟେ, ମୁଁ ଯେତେବେଳେ ଥରକୁ 2 ଥର ଯାଉଥିଲି, ସେ 3 ଥର ବେଳକୁ ସେ ସମସ୍ୟାର ସମାଧାନ କରୁଥିଲେ। ମଦ, ଗଞ୍ଜେଇ, ଡ୍ରଗ୍ସ, ବଳାତ୍କାର ହେଉଛି, ଗଣ ବଳାତ୍କାର ହେଉଛି। ସୁମିତ୍ରା ମଧ୍ୟ ଆ ପୂର୍ବରୁ ବିବାହ କରିଥିଲେ। ମୁଁ ତାଙ୍କୁ ଧନ୍ୟବାଦ ଜଣାଏ, କାହିଁକିନା ସେ ମୋ ସବୁ କିଛି ଜାଣିକି ମୋତେ ଆକ୍ସେପ୍ଟ କଲେ। ଆପଣ 7,000 କିଲୋମିଟର ବୁଲିଛନ୍ତି, ବହୁତ ବାଧାବିଘ୍ନ ମଧ୍ୟ ଆସିଥିବ, ବହୁତ କିଛି ଭଲ ସମୟ ମଧ୍ୟ ଆପଣଙ୍କର ଆସିଥିବ। এই 7,000 କିଲୋମିଟର ଯେତେବେଳେ ବୁଲିଲେ ଆପଣ କ'ଣ ଏକ୍ସପିରିଏନ୍ସ କଲେ, କ'ଣ ଆପଣ ଦେଖିଲେ ସାରା ଭାରତବର୍ଷରେ, ଆପଣ କ'ଣ ଦେଖିଲେ? ନମସ୍କାର। ଆପଣମାନେ ଦେଖିଥିବେ ବିଗତ ଦିନମାନଙ୍କରେ ଯେତେବେଳେ ଆମେ ସୋସିଆଲ ମିଡ଼ିଆକୁ ଆସୁ ବା ଆପଣମାନଙ୍କ ସାମ୍ନାକୁ ମୁଁ ଆସିଛି, ସେତେବେଳେ କେଉଁଠି ନା କେଉଁଠି ରାଜନୈତିକ କିଛି ଅସୁବିଧା ହେଲା ବା ସରକାର ଚଳାଇବାରେ କିଛି ଅସୁବିଧା ସେମାନେ କଲେ, ତାରି ଉପରେ ମୁଁ କହିଛି ବା ବିଶେଷ କରି ମୁଁ ରାଜନୈତିକ ଭିତ୍ତି ଉପରେ ମୁଁ ଆପଣମାନଙ୍କୁ କିଛି ନା କିଛି କହିଛି। ବିଗତ ଦିନମାନଙ୍କରେ ଗୋଟିଏ କହିଥିଲି, ଆପଣ ଦେଖିଥିବେ ଗ୍ରାହାମଷ୍ଟେନ୍ ମର୍ଡର କେସ୍ରେ ଯେଉଁ ଚଞ୍ଚୁ ଯେଉଁ ନାବାଳିକ ପିଲାଟା ଥିଲା, ତାର ଆମେ ଇଣ୍ଟରଭ୍ୟୁ ମଧ୍ୟ କରିଥିଲୁ। ଆଜି ଆଉ ଜଣେ ଯାହାକୁ ଆପଣମାନେ କିଛି ଲୋକ ତ ନିଶ୍ଚିତ ଭାବରେ ଜାଣିଥିବେ, ଆମେ ତାଙ୍କ ସାଙ୍ଗରେ ଆଜି ଆମ ଷ୍ଟୁଡ଼ିଓରେ ବସିଛୁ। ସିଏ ହେଉଛନ୍ତି ତ୍ରିଲୋଚନ ମହାଲିକ ଆଉ ସୁମିତ୍ରା ମହାଲିକ। ଏମାନେ କିଏ ଆଉ ଆମେ କାହିଁକି ୟାଙ୍କୁ ଡାକିଛୁ ଆଉ ମୁଁ ତାଙ୍କ ସାଙ୍ଗରେ କାହିଁକି କଥାବାର୍ତ୍ତା କରୁଛି? ଦେଖିଥିବେ ଆପଣମାନେ ଆଜିକାଲି ଯୁବକମାନେ କିଭଳି ଭାବରେ ନିଶାଗ୍ରସ୍ତ ହେଇକିରି ତାଙ୍କର ଜୀବନଶୈଳୀକି ବର୍ବାଦ କରିଦେଉଛନ୍ତି, କିନ୍ତୁ ତ୍ରିଲୋଚନ ମହାଲିକ ଏଭଳି ଜଣେ ପିଲା ଯେଉଁ ବୟସରେ ସେ ସାଙ୍ଗସାଥିମାନଙ୍କ ସାଙ୍ଗେ ମିଶି କ୍ଲବ୍ ଭୋଜିଭାତ କରିବା କଥା, ସେଇ ସମୟଟାକୁ ସିଏ ନିୟୋଜିତ କରିଛନ୍ତି ଏକ ନିଆରା ଢଙ୍ଗରେ। ସେଥିପାଇଁ ଆମେ ଆଜି ଆସିଛୁ ତାଙ୍କୁ ନେଇକରି, ଓ ତାଙ୍କ ସାଙ୍ଗରେ ତାଙ୍କର ସହଧର୍ମିଣୀ ମଧ୍ୟ ଅଛନ୍ତି ସୁମିତ୍ରା ମହାଲିକ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ନମସ୍କାର। ତ୍ରିଲୋଚନ ବାବୁ, ଆପଣ ଯକ୍ଷ୍ମା ରୋଗର ନିବାରଣ ପାଇଁ, ତାର ଆୱାରନେସ୍ ପାଇଁ ସାରା ଭାରତବର୍ଷ ବୁଲିଛନ୍ତି। କେତେ ହଜାର କିଲୋମିଟର ବୁଲିଥିଲେ? 7,000 କିଲୋମିଟର ବୁଲିଥିଲି। 2019 ମସିହା ମାର୍ଚ୍ଚ 24 ତାରିଖ ବିଶ୍ୱ ଯକ୍ଷ୍ମା ଦିବସରେ ଏହି ଯାତ୍ରା ଆରମ୍ଭ ହୋଇଥିଲା। କାହିଁକିନା ସେତେବେଳେ ବା ବର୍ତ୍ତମାନ ସମୟରେ ଯକ୍ଷ୍ମା ରୋଗ ଭାରତବର୍ଷର ଏକ ସବୁଠାରୁ ବଡ଼ ବେମାର, ଯେଉଁଟାକି ଆମେ ଜାଣିପାରନ୍ତି ନାହିଁ। ପ୍ରତ୍ୟେକ 2 ମିନିଟ୍ରେ 7 ଜଣ ଲୋକ ଭାରତବର୍ଷରେ ମୃତ୍ୟୁବରଣ କରନ୍ତି। ତାହାକୁ ନଜରରେ ରଖି ସାରା ଭାରତରେ ମୁଁ 12ଟି ରାଜ୍ୟ ସାଇକେଲ ଦ୍ୱାରା ପରିଭ୍ରମଣ କରିବା ଦ୍ୱାରା ବିଭିନ୍ନ ଜାଗାରେ ଛୋଟ ଛୋଟ ହେଉଛି ସଚେତନତା କାର୍ଯ୍ୟକ୍ରମ କରି ଲିଫଲେଟ୍ ମାଧ୍ୟମରେ ଲୋକମାନଙ୍କୁ ମୁଁ ସଚେତନତା କରିଥିଲି। 2019ରେ ଆପଣ ବୁଲିଥିଲେ। ଆଜ୍ଞା। ଆଜି ଆପଣଙ୍କର ବୟସ କେତେ? ବର୍ତ୍ତମାନ ମୋର ବୟସ 32 ବର୍ଷ। 2019ରେ କେତେ ବର୍ଷ ହେଇଥିବ? 2019ର 26 କି 25 ବର୍ଷ। 26 ବର୍ଷର ବୟସରେ ଆପଣଙ୍କୁ କାହିଁକି ମନକୁ ଆସିଲା ଯେ ମୁଁ ସାଇକେଲରେ ସାରା ଭାରତବର୍ଷ ବୁଲିବି ଆଉ ଯକ୍ଷ୍ମା ରୋଗ ବିଷୟରେ ଲୋକଙ୍କୁ ସଚେତନ କରିବି? କାହିଁକି ସେ ଜିନିଷ ଆସିଲା? କାହିଁକି ଆପଣ ମନରେ ଆସିଲାନି ମୁଁ କ୍ଲବ୍ ଯିବି, ସାଙ୍ଗସାଥି ମାନେ ଭୋଜି କରିବି, ପିକନିକ୍ ଯିବି, ନ ଆସି ଏଇ ଜିନିଷଟା କାହିଁକି ଆସିଲା? ନାଇଁ, ପିଲାବେଳୁ ଯେତେବେଳେ ମୁଁ ଛୋଟ ହେଇଥିଲି, ସେତେବେଳେ ଆମ ଗାଁରେ ବି ଯଦି କୌଣସି ଗୋଟେ ଛୋଟ ମୋଟ ସମସ୍ୟା ହେଲା, ମୁଁ ଯେତେବେଳେ ଷଷ୍ଠ ସପ୍ତମରେ ବି ପଢ଼ୁଥିଲି, ଏମିତିକି ସାମାନ୍ୟ ଯଦି କେଉଁଠି ଟ୍ୟୁବୱେଲ୍ଟେ ଭାଙ୍ଗିଗଲା କିମ୍ବା କେଉଁଠି ଗୋଟେ କିଛି ବି ଅସୁବିଧା ହେଲା, ମୁଁ ସାଙ୍ଗେ ସାଙ୍ଗେ ନିଜେ ଯେତିକି ବି ମୋର ଜ୍ଞାନ ଥିଲା, ଗୋଟେ ଛୋଟିଆ ଦରଖାସ୍ତଟା ଲେଖୁଥିଲି, ଆମ ସ୍ଥାନୀୟ ସରପଞ୍ଚ ହଉ ବିଡ଼ିଓ ହୁଅନ୍ତି, ତାଙ୍କ ପାଖରେ ଯାଇକି ପହଞ୍ଚି ଯାଉଥିଲି। ଛୋଟ ପିଲାଟେ, ମୁଁ ଯେତେବେଳେ ଥରକୁ 2 ଥର ଯାଉଥିଲି, ସେ 3 ଥର ବେଳକୁ ସେ ସମସ୍ୟାର ସମାଧାନ କରୁଥିଲେ। ସେବେଠାରୁ ମୋ ମନର ଗୋଟେ ଓତପ୍ରୋତ ଜଡ଼ିତ ହେଲା, ନାଇଁ ମୁଁ ସମାଜ ପାଇଁ କିଛି କାମ କରିବି। ତାପରେ ମୁଁ ବୃକ୍ଷରୋପଣ କରିବା, ତା ସହିତ ବର୍ତ୍ତମାନ ସୁଦ୍ଧା ହେଉଛି 45 ଥର ରକ୍ତଦାନ କରିବା, କମ୍ବଳ ବାଣ୍ଟିବା, ବିଭିନ୍ନ ପ୍ରକାର ସମାଜସେବାରେ ନିୟୋଜିତ ଅଛି ବର୍ତ୍ତମାନ। ଆପଣ ଯକ୍ଷ୍ମା ରୋଗକୁ କାହିଁକି ହାତକୁ ନେଲେ? ଯକ୍ଷ୍ମା ରୋଗଟା ଆମେ ତ ଜାଣିପାରନ୍ତି ନାହିଁ। ଲୋକମାନେ ଭାବନ୍ତି ଯେ ଯକ୍ଷ୍ମା ରୋଗ ସେମିତି କିଛି ନାହିଁ। ଯେମିତି ଗୋଟେ କ୍ୟାନ୍ସର ହଉ ବା ଅନ୍ୟାନ୍ୟ ବଡ଼ ବଡ଼ ରୋଗକୁ ସେମାନେ ଗୋଟେ ବଡ଼ ବଡ଼ ରୋଗ ଭାବନ୍ତି, କିନ୍ତୁ ଯକ୍ଷ୍ମା ରୋଗ ମଧ୍ୟ କ୍ୟାନ୍ସର ଠାରୁ ମଧ୍ୟ ଗୋଟେ ବଡ଼ ରୋଗ, ଯେଉଁଟାକୁ ଆମେ ସାଧାରଣ ଲୋକମାନେ ଜାଣିପାରନ୍ତି ନାହିଁ। ପ୍ରତ୍ୟେକ ମିନିଟ୍ରେ ଯଦି ଭାରତବର୍ଷରେ 7 ଜଣ ଲୋକ ମୃତ୍ୟୁବରଣ କରନ୍ତି, ତାହେଲେ ଆପଣମାନେ ଚିନ୍ତା କରନ୍ତୁ ପ୍ରତ୍ୟେକ ଘଣ୍ଟାରେ, ପ୍ରତ୍ୟେକ ଦିନରେ କେତେ ଲୋକ ମୃତ୍ୟୁବରଣ କରୁଥିବେ। କିନ୍ତୁ ଆମର ଅସଚେତନତା ଅଭାବ ପାଇଁ, କାହିଁକିନା ତାର ମୁଖ୍ୟ ଅସଚେତନତା କଥା ହେଉଛି ଯେ ତାର ମେଡ଼ିସିନ ଖାଇବାର ଯେଉଁ ସିଷ୍ଟମଟା ପାଖାପାଖି 3 ମାସରୁ 4 ମାସ ଅଛି। ଯଦି ଲୋକ ଯାହାକୁ ରୋଗୀଟିଏ ଯଦି ଡିସକଣ୍ଟିନ୍ୟୁ କରିଦେଲା, ପୁଣି ତାକୁ ମୂଳକୁ ଆସିବାକୁ ପଡ଼ିବ। ସେ ଡିସକଣ୍ଟିନ୍ୟୁ ପାଇଁ ହିଁ ସେ ଯକ୍ଷ୍ମା ରୋଗର ନିରାକରଣ ହେଇପାରେ ନାହିଁ ଏବଂ ସେ ମୃତ୍ୟୁ ମୁଖରେ ହିଁ ପଡ଼ିଯାଏ। ଆପଣ ଯେତେବେଳେ ଯକ୍ଷ୍ମା ରୋଗ ବିଷୟରେ ସଚେତନ କରିବା ପାଇଁ ବାହାରେ ବୁଲିଲେ, ତା ପୂର୍ବରୁ କାହା ସାଙ୍ଗରେ ଆପଣ ନିଶ୍ଚିତ ଭାବରେ କନସଲ୍ଟ କରିଥିବେ ଯେ ଯକ୍ଷ୍ମା ରୋଗ କେମିତି ଭଲ ହୁଏ, କେମିତି ମେଡ଼ିସିନ ଖାଆନ୍ତି, ନିଶ୍ଚିତ ଭାବରେ ଆପଣ କହିଥିବେ।
ବୁଝିଥିବେ। ହଁ ମୁଁ ଥରେ ମୋ ମାଆଙ୍କୁ ନେଇକି ମେଡ଼ିକାଲ ଯାଇଥିଲି, ଆମର ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲି। ସେଠାରେ ମୁଁ ଦେଖିଲି ଗୋଟେ ଲୋକ କାଶି କାଶି ପୁରା ନୟାନ୍ତ ହେଇଯାଇଛି ଏବଂ ସେଠାରେ ଯେଉଁ ମାନେ ଅଛନ୍ତି ଡକ୍ଟରମାନେ ଅଛନ୍ତି ଏବଂ ଯେଉଁମାନେ ଅଛନ୍ତି ଷ୍ଟାଫ୍ ମାନେ ଅଛନ୍ତି ତାକୁ ସେ ବାରମ୍ବାର ବୁଝାଉଛନ୍ତି ଯେ ତୁ ମେଡ଼ିସିନ ଡିସକଣ୍ଟିନ୍ୟୁ କରନା, ନିଶା ଖାଆନା, ହେଉଛି ତୁ ମେଡ଼ିସିନ ଖାଇବା ସହିତ ସରକାରଙ୍କର ଗୋଟେ ପ୍ରୋତ୍ସାହନ ରାଶି ଅଛି, ଯଦି ତୁମେ କଣ୍ଟିନ୍ୟୁ ମେଡ଼ିସିନ ଖାଇକି ରୋଗ ଭଲ ହେଇଗଲା ତେବେ ମାସକୁ ମାସ ଆପଣମାନଙ୍କୁ ପ୍ରୋଟିନ୍ ଖାଇବା ପାଇଁ ସୁଷମ ଖାଦ୍ୟ ଖାଇବା ପାଇଁ ହେଉଛି 500 ଟଙ୍କା କରିକି 3 ମାସ ଭିତରେ ଆପଣଙ୍କୁ 1500 ଟଙ୍କା ଗୋଟେ ସହାୟତା ରାଶି ମିଳୁଥିଲା। ତାପରେ ବି ଲୋକମାନେ ଅସଚେତନ ହେଇକି ମୃତ୍ୟୁମୁଖରେ ପଡ଼ୁଥିଲେ। ସେଇଟା ଗୋଟେ ମୋ ମନକୁ ଆନ୍ଦୋଳିତ କରିଥିଲା। ମୁଁ ଚିନ୍ତା କରିଥିଲି ନାଇଁ ଏଇ ଯେଉଁ ଯକ୍ଷ୍ମା ରୋଗର ସଚେତନତା ବାର୍ତ୍ତା ନେଇ ଭାରତ ବର୍ଷର କୋଣ ଅନୁକୋଣରେ ଲୋକମାନଙ୍କ ପାଖରେ ପହଞ୍ଚେଇ ପାରିବେ। ଆପଣ 7000 କିଲୋମିଟର ବୁଲିଛନ୍ତି, ଆଜ୍ଞା ବହୁତ ବାଧାବିଘ୍ନ ମଧ୍ୟ ଆସିଥିବ, ଆଜ୍ଞା ବହୁତ କିଛି ଭଲ ସମୟ ମଧ୍ୟ ଆପଣଙ୍କର ଆସିଥିବ। ଆଜ୍ଞା। ଏଇ 7000 କିଲୋମିଟର ଯେତେବେଳେ ବୁଲିଲେ ଆପଣ କ'ଣ ଏକ୍ସପିରିଏନ୍ସ କଲେ, କ'ଣ ଆପଣ ଦେଖିଲେ ସାରା ଭାରତ ବର୍ଷରେ ଆପଣ କ'ଣ ଦେଖିଲେ? ମୁଁ ଯେତେବେଳେ 7000 କିଲୋମିଟର ସାରା ଭାରତ ବର୍ଷରେ ଭ୍ରମଣ କଲି ଏବଂ ବହୁତ ଜାଗାରେ ବହୁ ବାଧାବିଘ୍ନର ସମ୍ମୁଖୀନ ହେଇଛି, କିନ୍ତୁ ବହୁତ ଖୁସି ଲାଗିଲା। ଭାରତ ବର୍ଷ ଏକ ଭାଇଚାରାର ଦେଶ, ଭାରତ ଏକ ହେଉଛି ମାନେ ଜ୍ଞାନର ଦେଶ, ଭାରତ ହେଉଛି ଋଷି ମୁନିର ଦେଶ, ଭାରତ ହେଉଛି ବୁଦ୍ଧଙ୍କର ଦେଶ। ତେଣୁ ଲୋକମାନଙ୍କର ସାହାଯ୍ୟ ସହଯୋଗ ରହିଲା, ଲୋକମାନଙ୍କର ମୋ ପ୍ରତି ଉତ୍ସାହିତ ମୁଁ କେମିତି ହେଇପାରିବି ସେଥିପାଇଁ ବିଭିନ୍ନ ଜାଗାରେ ମୋତେ ସମ୍ବର୍ଦ୍ଧିତ କରିବା ସହିତ ମୁଁ କେମିତି ମୋର ସଚେତନତା କାର୍ଯ୍ୟକ୍ରମଟିକୁ ସୁରୁଖୁରୁରେ କରିପାରିବି ସେମାନଙ୍କ ତରଫରୁ ମୋତେ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ମଧ୍ୟ କରିଥିଲେ। ଆପଣ କେତେ ଭାଇ? ଆମେ 2 ଭାଇ। ବଡ଼ ଭାଇ ନା ଆପଣ ସାନ? ମୁଁ ବଡ଼ ଭାଇ, ସାନ ଭାଇ। ବାପା ଯେତେବେଳେ ଆପଣ 7000 କିଲୋମିଟର ସାଇକେଲରେ ବୁଲିବାକୁ ବାହାରିଲେ ନିଶ୍ଚିତ ଭାବରେ ଘରେ କହିଥିବେ ଆଜ୍ଞା। ବାପା କ'ଣ କରନ୍ତି? ବାପା ତ ସାଧାରଣତଃ ଚାଷ କରନ୍ତି। ନିଶ୍ଚିତ ଭାବରେ କହିଥିବେ ପୁଅ ବଡ଼ ହେଲାଣି, ଆପଣ ପଢ଼ିଛନ୍ତି କ'ଣ, କ୍ୱାଲିଫିକେସନ୍? ମୁଁ ଗ୍ରାଜୁଏସନ୍ କରିଛି। ନିଶ୍ଚିତ ଭାବରେ ଗୋଟେ ଲୋକ ଗାଁ ଗହଳିରେ ତିହିଡ଼ି ଭଳିଆ ଜାଗାରେ ଯେତେବେଳେ ପିଲାଟିଏ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରୁଛି, ବାପା ମା ହୁଅନ୍ତୁ ସମସ୍ତେ ଚାହିଁବେ ଯେ ମୋ ପୁଅଟି କିଛି ଇନକମ୍ କରୁ କି ଆମ ଘରକୁ ଆଉ ଟିକେ ଭଲ ଅବସ୍ଥାରେ ରହିବା ଚଳିବା, ସେଇ ଆଶା ରଖିକି ଆପଣଙ୍କୁ ବାପା ପାଠ ପଢ଼େଇଥିବେ। କିନ୍ତୁ ଆପଣ ବାପାଙ୍କ ଯେତେବେଳେ ବୁଲିବାକୁ ବାହାରିଲେ ବାପାଙ୍କ ରିଆକ୍ସନ୍ କ'ଣ ଥିଲା, ଫ୍ୟାମିଲିରେ କ'ଣ ରିଆକ୍ସନ୍ ଥିଲା, ଫ୍ୟାମିଲି ତରଫରୁ କି ସପୋର୍ଟ ପାଇଥିଲେ ଆପଣ? ବାପା ହୁଏତ ହେଉଛି ଚାଷବାସ କରନ୍ତି କିନ୍ତୁ ସେମିତି ଚଳିବାରେ କିଛି ଅସୁବିଧା ନଥିଲା। କିନ୍ତୁ ଦ୍ୱିତୀୟ କଥା ହେଲା ବାପା ଏବଂ ବୋଉ ସେମାନେ ବହୁ ମୋତେ ଉତ୍ସାହିତ କରୁଛନ୍ତି, ଏବେ ମଧ୍ୟ ଉତ୍ସାହିତ କରୁଛନ୍ତି ଯେ ସେମିତି କାର୍ଯ୍ୟକ୍ରମରେ ଲିପ୍ତ ରହିବା ପାଇଁ। ଆଉ ଦ୍ୱିତୀୟ କଥା ହେଲା ମୁଁ ହେଉଛି ଗୋଟେ ଏଣ୍ଟରପ୍ରିନର, ମୋର ହେଉଛି ନିଜସ୍ୱ ହେଉଛି ଆମର ଗ୍ରିଲ୍ ଗେଟ୍ର ବେପାର ଅଛି, ସେଇଥିରୁ ମୁଁ ଯାହା 2 ପଇସା ରୋଜଗାର କରେ ସେଇ ପଇସାରେ ମୋ ପରିବାର ପ୍ରତିପୋଷଣ କରିବା ସହିତ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ମୁଁ ନିୟୋଜିତ କରେ ସେ ପଇସାରେ। ଯେଉଁ 7000 କିଲୋମିଟର ଚାଲିଲେ ନିଶ୍ଚିତ ଭାବରେ ଆପଣ କିଛି ଭଲ ଜିନିଷ ବି ଦେଖିଥିବେ, ଆଜ୍ଞା କିଛି ଖରାପ ଏକ୍ସପିରିଏନ୍ସ ମଧ୍ୟ ଥିବ ଆପଣଙ୍କର। ଆଜ୍ଞା। ଖରାପଟା କ'ଣ, ଭଲଟା କ'ଣ, କ'ଣ ମନେ ରଖିବେ ଆପଣ? ନାଇଁ ମୁଁ ଭଲଟାକୁ ମନେ ରଖିବି। ଖରାପ ବହୁତ କ୍ୱଚିତ ଖରାପ ହେଇଛି, କାହିଁକି ନା ହେଉଛି ମୁଁ ଯେତେବେଳେ ବିହାର କଥା କହିବି, ଝାଡ଼ଖଣ୍ଡ କଥା କହିବି, କିଛି କିଛି ଜାଗାରେ ଯେଉଁମାନେ ନିଶାସକ୍ତ ଯୁବକମାନେ ମୋତେ ଫଲୋ କରିଛନ୍ତି, ମୋ ପାଖରୁ ହେଉଛି ମୋ ମୋବାଇଲ ହେଉ କି ମୋ ପାଖରୁ ଯାହା ବି କିଛି ଆର୍ଥିକ ମାନେ ଅର୍ଥ ଥିଲା ତାକୁ ଲୁଟି ନେବା ପାଇଁ ଚେଷ୍ଟା କରିଛନ୍ତି। ତାପରେ ବି ମୁଁ ସମସ୍ତ ଆଉ ଅନ୍ୟ ଯେଉଁ ରାଜ୍ୟମାନେ ରହିଲେ ଆଉ ଯେଉଁ ଭାଇ ଭଉଣୀମାନେ ମୋତେ ସାହାଯ୍ୟ ସହଯୋଗ ଉତ୍ସାହିତ କରିଥିଲେ ସେମାନଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦେବି। କାହିଁକିନା ଭାରତ ହେଉଛି ବୁଦ୍ଧଙ୍କର ଦେଶ, ଶାନ୍ତିପ୍ରିୟ ଦେଶ ଏବଂ ଆଧ୍ୟାତ୍ମର ଦେଶ, ତେଣୁ ଭାରତରେ ଲୋକମାନେ ଏମିତି କିଛି ଆପଣ ମନେ ରଖିଲା ଭଳିଆ ଆପଣଙ୍କୁ ରିସେପ୍ସନ୍ ମିଳିଥିବ, ସମ୍ବର୍ଦ୍ଧନା କରିଥିବେ ସେମିତି କିଛି କହିବେ? ଆପଣ 7000 କିଲୋମିଟର କେତେ ଦିନ ଲାଗିଥିଲା ଆପଣଙ୍କୁ ବୁଲିବାକୁ? ମୋତେ 6 ମାସ ଲାଗିଥିଲା। 6 ମାସ ଲାଗିଥିଲା। 6 ମାସ ଭିତରେ ନିଶ୍ଚିତ ଆପଣ ତ ଗୋଟେ ଭଲ ଜିନିଷ କହିଲେ ଯେ ମୁଁ ଖରାପ ଜିନିଷଟାକୁ ମନେ ରଖିବିନି, ଭଲଟାକୁ ରଖିବି। ସେ ଭଲଟା କ'ଣ? ମୋତେ ହେଉଛି ମହାରାଷ୍ଟ୍ରରେ ଗୋଟେ ଇନ୍ଦୁପୁର ବୋଲି ଗୋଟେ ଜାଗା ଅଛି, ସେଠାରେ ଗୋଟେ ସାଇକେଲ କ୍ଲବ୍ ଅଛି, ଇନ୍ଦୁପୁର ସାଇକେଲ କ୍ଲବ୍। ସେଠାରେ ଯେଉଁ ଭାଇମାନେ ଅଛନ୍ତି ମୋତେ ସେମାନେ ଏତେ ମାନେ ଏତେ ସମ୍ବର୍ଦ୍ଧିତ କରିଥିଲେ, ଏତେ ସେମାନେ ଖୁସି ହେଇଥିଲେ। ଆଜି ବି ସେମାନେ ମୋର ପ୍ରତ୍ୟେକଟି କ୍ଷେତ୍ରରେ ମୋତେ ଫୋନ୍ କରନ୍ତି, ମୋର ଗତିବିଧି ଉପରେ ନଜର କରନ୍ତି, ଆଗକୁ ମୁଁ କ'ଣ କରିବି ତା ଉପରେ ମଧ୍ୟ ସେମାନେ ଇଏ କରନ୍ତି। ଆପଣ କହିଲେ ଯେ ଆପଣ ମ୍ୟାକ୍ସିମମ୍ ଟାଇମ୍ ଆପଣ ସମାଜସେବା ଉପରେ ଆପଣ ସମୟଟାକୁ ଅତିବାହିତ କରୁଛନ୍ତି। ଆପଣଙ୍କର ଘରେ ଜଣେ ବାପା ଚାଷବାସ କରନ୍ତି, ଆପଣ ଗୋଟେ ଗ୍ରିଲ୍ ଦୋକାନ କରିଛନ୍ତି। ଆପଣ ଯେଉଁ ରାସ୍ତା ଆପଣ ଆପଣେଇ ନେଇଛନ୍ତି, ପେଟ ପୋଷିବା ପାଇଁ ତ ଗ୍ରିଲ୍ ବିଜନେସ୍ ଚାଲିଛି, ସେଇଟା ଠିକ୍ ଅଛି, କିନ୍ତୁ ଏଇ ଯେଉଁ ଜିନିଷଟାକୁ ଆପଣ ଆପଣେଇ ନେଇଛନ୍ତି ସେଥିରେ ବହୁତ ଫାଇନାନ୍ସିଆଲ କ୍ରାଇସିସ୍ ଆସୁଥିବ, ଯେଉଁଟା ଆପଣମାନେ ରେଗୁଲାର ଫିଲ୍ କରୁଥିବେ। ଏମିତି ବି ଘର କାମ ନ କରିକି ଆପଣ ମଧ୍ୟ ଆପଣଙ୍କ ଇନକମ୍ରୁ ପଇସା ଦେଉଥିବେ। ସେତେବେଳେ ଆପଣଙ୍କ ଘରରେ କ'ଣ, ଆପଣଙ୍କ ସ୍ତ୍ରୀ ବା ଆପଣ ବାପା ବା ଭାଇ କ'ଣ ଆପଣଙ୍କୁ କୁହନ୍ତି, ଆପଣ କ'ଣ ସେଭଳିଆ ପରିସ୍ଥିତିରେ କ'ଣ କରନ୍ତି?
ଏପର୍ଯ୍ୟନ୍ତ ତ ସେମିତି କିଛି ଆମ ଘରେ କିମ୍ବା ସେମିତି ସେମାନେ ବହୁତ ଉତ୍ସାହିତ କରନ୍ତି। ସେମାନେ କେବେ ମୋର ଆର୍ଥିକଟାକୁ କେବେ ସେ ନଜର କରିନାହାନ୍ତି ଯେ ମୁଁ ଏପର୍ଯ୍ୟନ୍ତ ମୋ ବାପାଙ୍କୁ ମୁଁ ଧନ୍ୟବାଦ ଦେବି, ମୋ ସାନ ଭାଇକି ଧନ୍ୟବାଦ ଦେବି ଯେ ଏପର୍ଯ୍ୟନ୍ତ ଘରର କୌଣସି ଆର୍ଥିକ ଇଏରେ ମୋତେ ସେମାନେ ଖୋଜି ନାହାନ୍ତି। ସେମାନେ ଯାହା ଯେମିତି ହଉ ଅଳ୍ପ ରୋଜଗାର ହଉ ବରଂ ସେମାନେ ତାକୁ ଇଏ କରନ୍ତି। ସେ ଜାଣିଛନ୍ତି ଯେ ଭାଇ କୌଣସି ଖରାପ କାମରେ ନିଶାରେ କିମ୍ବା ଅନ୍ୟାନ୍ୟ ଅବାଜ୍ୟରେ କିଛି ଖର୍ଚ୍ଚ କରୁନାହିଁ, ଭଲ କାମ ପାଇଁ ଖର୍ଚ୍ଚ କରୁଛି ଯାହାଦ୍ୱାରା କି ସମାଜରେ କିଛି ଉପକୃତ ହେଇପାରିବ। ତେଣୁକରି ସେମାନେ ମୋତେ ଉତ୍ସାହିତ କରନ୍ତି। ଏଇ କିଛି ସମୟ ପୂର୍ବରୁ ମୋ ମାଆ ବି ମୋତେ ଫୋନ୍ କରିଥିଲେ, କହିଲେ ଆଉ କେତେ ବାଟ ଗଲା କ'ଣ ଗଲା ଏସବୁ କଥା ପଚାରି ବୁଝିଥିଲେ। ଭାରି ଖୁସି ହୁଅନ୍ତି। ଦେଖନ୍ତୁ ଆପଣ ମୁଁ ଯେତିକି ଜାଣିଛି ଆପଣ ରାଜନୀତିରେ ମଧ୍ୟ କିଛି ସମୟ ଅତିବାହିତ କରନ୍ତି ବା ଆପଣଙ୍କର ଇଣ୍ଟରେଷ୍ଟ ମଧ୍ୟ ଅଛି। ଆଜ୍ଞା ଯେତେବେଳେ ରାଜନୀତି କରନ୍ତି ଯେକୌଣସି ଗୋଟେ ଦଳରେ ଆପଣ ରାଜନୀତି କରୁଥିବେ, ଆଜ୍ଞା କୋଉ ଦଳରେ କରନ୍ତି? ମୁଁ ଜାତୀୟ କଂଗ୍ରେସ ଦଳର ରାଜନୀତି କରେ। ଏବେ ସରକାର ନାହିଁ, ଆଜ୍ଞା ଆପଣ ପ୍ରୋବ୍ଲେମ୍ ନେଇକି ଯେତେବେଳେ ଯାଆନ୍ତି ଅଫିସରମାନଙ୍କ ପାଖକୁ, ଆଜ୍ଞା ଆପଣଙ୍କୁ ସେମାନେ କଂଗ୍ରେସ ଲୋକ ହିସାବରେ ଦେଖନ୍ତି ନା ଆପଣ ଜଣେ ସମାଜସେବୀ ହିସାବରେ ଦେଖିକି ବେଶୀ ଆପଣଙ୍କୁ ଇମ୍ପୋର୍ଟାନ୍ସଟା ମିଳେ? ନାଇଁ ପ୍ରଥମେ ଯେତେବେଳେ ମୁଁ ଯାଉଥିଲି ସରକାରୀ ଅଫିସକୁ କୌଣସି କାର୍ଯ୍ୟକ୍ରମରେ, ମୁଁ କହୁଛି 2023 ମସିହାର କଥା କହୁଛି, 23 ମସିହାରେ ତ ମୁଁ ପାଖାପାଖି 80 କି 100 ଲୋକଙ୍କର ରାସନ କାର୍ଡ଼ ସମସ୍ୟା ନେଇକି ମୁଁ ଯାଇଥିଲି ଆମ ତିହିଡ଼ି ବ୍ଲକ ଅଫିସକୁ। ତ ସେମାନେ ମୋର ଯେଉଁ କଥାଟାକୁ ଶୁଣି ନଥିଲେ, ବାରମ୍ବାର ଯିବା ପରେ ଯେତେବେଳେ ମୋତେ ମୋ କଥା ଶୁଣି ନଥିଲେ, ମୁଁ ସେଠି ଆମରଣ ଅନଶନରେ ବସିଥିଲି। କିନ୍ତୁ ଆମରଣ ଅନଶନରେ ବସିବାର 24 ଘଣ୍ଟା ଭିତରେ ମୁଁ ଯେଉଁ ଦାବି ରଖିଥିଲି ସେ 80 ଜଣଙ୍କର ସେମାନେ ରାସନ କାର୍ଡ଼ଟି ତୁରନ୍ତ କରିଦେଇଥିଲେ। ସେଥିପାଇଁ ସେ ଯେ ସେତେବେଳେ ଯେ ବିଡ଼ିଓ ଥିଲେ ତାଙ୍କୁ ମଧ୍ୟ ମୁଁ ଏଇଠି ରହିକି ଧନ୍ୟବାଦ ଦେବି। ଯଦି ସେ ଦେଖୁଥିବେ ଏଇଟାକୁ କାର୍ଯ୍ୟକ୍ରମଟାକୁ ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି। ଏବଂ ସେତେବେଳେର ମୁଁ ଭାବୁଛି ସମାଜ ସେବା କ୍ଷେତ୍ରରେ ଯେତେବେଳେ ମୁଁ ଯାଉଥିଲି ସେତେବେଳେ ହୁଏତ ସେମାନଙ୍କର ମୋ ପ୍ରତି ସମ୍ବେଦନଶୀଳ ନଥିଲା ବା ମୋ ପ୍ରତି ସେମାନଙ୍କର ଭଲ ପାଇବା ଥିଲା, କିନ୍ତୁ ଆନ୍ତରିକତା ହିସାବରେ ସେମାନେ ସେ କାର୍ଯ୍ୟକ୍ରମ କରୁନଥିଲେ। ମୋର ଯେଉଁ ଦାବିଟା ଥିଲା ତାକୁ ପୂରଣ କରୁନଥିଲେ। ମୁଁ ଯେତେବେଳେ କଂଗ୍ରେସ ଦଳର ରାଜନୀତି କଲି, ମୁଁ ଯେତେବେଳେ ଗୋଟେ ରାଜନୈତିକ ଚିହ୍ନର ବୁଲିଲି ଏବଂ ମୁଁ ଯେତେବେଳେ ସେଠି ଯାଇ ଦାବିଟା ଉପସ୍ଥାପନା କଲି, ତାପରେ ସେମାନେ ମୋର ଗୋଟେ ଗୋଟେ କରି ଦାବିକୁ ପୂରଣ କଲେ। ତେଣୁକରି ମୁଁ ଜାତୀୟ କଂଗ୍ରେସ ଦଳକୁ ଧନ୍ୟବାଦ ଦେବି, କାହିଁକିନା ତାହାରି ମାଧ୍ୟମରେ ମୋର ସାଧାରଣ ଲୋକମାନଙ୍କର ମୋ ସମସ୍ୟାଟାକୁ ଯତ୍କିଞ୍ଚିତ୍ ମୁଁ ସମାଧାନ ଆପଣ କରିପାରୁଛି। ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଧାୟକ ଅଛନ୍ତି। ଆଜ୍ଞା ଆମର ବାସୁଦେବପୁର ନିର୍ବାଚନ ମଣ୍ଡଳୀ, ଆଉ ତ ଜାଣିଥିବେ ସାରା ଓଡ଼ିଶାର ଲୋକପ୍ରିୟ ବିଧାୟକ ହେଉଛନ୍ତି ଆମର ଅଶୋକ କୁମାର ଦାସ, ଯେ ଆମର ବଡ଼ ଭାଇ। ତାଙ୍କ ତରଫରୁ ଆପଣ କେତେ ପ୍ରକାର ସାହାଯ୍ୟ ସହଯୋଗ ପାଆନ୍ତି? ଏ ଯେଉଁ କାମ ଆପଣ ସୋସିଆଲ ୱାର୍କ କରୁଛନ୍ତି ତାଙ୍କ ତରଫରୁ କେତେ ସାହାଯ୍ୟ ସହଯୋଗ ପାଆନ୍ତି? ବହୁ ମାତ୍ରା ସାହାଯ୍ୟ ସହଯୋଗ ପାଇଁ ରାତି 2ଟାରେ ହଉ ବା ଭୋର ହଉ, ଯେତେବେଳେ ଯେଉଁ ମୁହୂର୍ତ୍ତରେ ଯେକୌଣସି କାମ ପାଇଁ, ସାମାଜିକ କାମ ପାଇଁ ଆମେ ଫୋନ୍ କରୁ, ଭାଇ ଫୋନ୍ ଅଶୋକ ଭାଇ ଫୋନ୍ ରିସିଭ୍ କରନ୍ତି ଏବଂ ତାର କେମିତି ତୁରନ୍ତ ସମାଧାନ ହେଇପାରିବ ତା ପ୍ରତି ମଧ୍ୟ ସେ ଯତ୍ନବାନ ଥାନ୍ତି। ଏବେ ଯେହେତୁ ଆପଣ ଧର୍ମପତ୍ନୀକି ସାଙ୍ଗରେ ନେଇକି ଆସିଛନ୍ତି, ଆଉ ଧର୍ମପତ୍ନୀକି ଆପଣଙ୍କର ଆମେ ଇଣ୍ଟରଭ୍ୟୁ କରିପାରିଥାନ୍ତୁ, ଆମେ ଧର୍ମପତ୍ନୀ କାହିଁକି ଡାକିଛୁ? ନିଶ୍ଚିତ ଭାବରେ ଲୋକ କହିବେ ଯେ ତାର ଯିଏ ସାଇକେଲ 7000 କିଲୋମିଟର ବୁଲିଲା, ଯକ୍ଷ୍ମା ରୋଗ ପାଇଁ କଲା, ଆପଣ ଆଉ ଗୋଟିଏ ନିଶା ନିବାରଣ ପାଇଁ ମଧ୍ୟ ତିହିଡ଼ିଠାରୁ ଭୁବନେଶ୍ୱର ମଧ୍ୟ ସାଇକେଲ ନେଇକି ଆସିଥିଲେ। ଏଠି କଥା ଉଠିବ ଯେ ଆପଣ କାହିଁକି ତାଙ୍କୁ ଡକାଯାଇଛି, ଲୋକ ନିଶ୍ଚିତ ଭାବରେ ଭାବିବେ। ଆପଣଙ୍କ ନିଶ୍ଚିତ ଭାବରେ ଆପଣଙ୍କ ବାହାଘରଟା ଗୋଟେ ନୂଆ ପ୍ରକାର। ଆପଣ ଯକ୍ଷ୍ମା ରୋଗର ରାଲି, ସାଇକେଲ ରାଲି ଆରମ୍ଭ କଲେ ଯକ୍ଷ୍ମା ଦିବସଠୁ, ବାହା ମଧ୍ୟ ହେଇଛନ୍ତି ମହିଳା ଦିବସରେ। ଆଉ ଆପଣଙ୍କ ବାହାଘରର କ'ଣ ଜିନିଷ ଏମିତି ଅଛି ଯେଉଁ ଆପଣ ବାହାଘରଟା ଆପଣ ମହିଳା ଦିବସରେ ହିଁ କଲେ, ଆଉ କାହିଁକି କଲେ? ଦେଖନ୍ତୁ ବର୍ତ୍ତମାନ ସମୟର ସାମ୍ପ୍ରତିକ ସ୍ଥିତିରେ ମହିଳାମାନେ ଯେ ଡିଣ୍ଡିମ ପିଟୁଛନ୍ତି ଯେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଉ, କିନ୍ତୁ ସତ କଥା କହିବାକୁ ଗଲେ କାହାରି ମନରେ, ଯିଏ ବର୍ତ୍ତମାନର ବି ଯିଏ ଅଛନ୍ତି ଶାସକ ଅଛନ୍ତି, ତେବେ କାହାରି ମନରେ ମହିଳାଙ୍କ ପ୍ରତି ସାମାନ୍ୟତମ ଟିକେ ସହାନୁଭୂତି ମଧ୍ୟ ନାହିଁ। କେବଳ ଗଣମାଧ୍ୟମରେ ସେ ପ୍ରଚାର ପ୍ରସାର କରୁଛନ୍ତି। ତେଣୁ ଯେ ସମାଜରେ ମହିଳାମାନଙ୍କୁ ଯେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଶ୍ୱ ମହିଳା ଦିବସରେ ମୁଁ ମୋର ଯେ ପତ୍ନୀ ଅଛନ୍ତି ସୁମିତ୍ରାଙ୍କୁ ଏକ ନିଆରା ଢଙ୍ଗରେ ଆମେ ବିବାହ କରିଥିଲୁ ବାଲେଶ୍ୱର ଖନ୍ତାପଡ଼ାରେ। ମୁଁ ଯାହା ଜାଣିଛି ସୁମିତ୍ରା ମଧ୍ୟ ଆ ପୂର୍ବରୁ ବିବାହ କରିଥିଲେ। ତାପରେ ଆପଣ କାହିଁକି, ମୁଁ ଏଇ ଜିନିଷଟା ପ୍ରଥମେ ସୁମିତ୍ରା ମ୍ୟାଡ଼ାମଙ୍କୁ ପଚାରିବାକୁ ଚାହୁଁଛି, ଆପଣ ବାହାଘର ହେଇଥିଲା, ଆପଣ ସେଇ ଜାଗାରୁ ଆସିଛନ୍ତି, ଥରେ ଯେହେତୁ ବାହାଘର ହେଇଛି 5 ମାସ ପରେ ଯାହା ବି ଗୋଟେ ପ୍ରୋବ୍ଲେମ୍ ହେଇକିରି ଆପଣଙ୍କର ବାହାଘର ଇଏ ହେଇଛି, ଆପଣ ପୁଣି ଆଉ ଥରେ ବାହାଘର ହେବାକୁ ଚାହିଁଲେ, ଆପଣଙ୍କ ଫ୍ୟାମିଲିରେ କ'ଣ ପ୍ରୋବ୍ଲେମ୍ ହେଲା? ଗାଁ ଲୋକ ହୁଅନ୍ତୁ, ଆପଣଙ୍କ ପରିବାର ଲୋକ ହୁଅନ୍ତୁ, ଆପଣଙ୍କୁ କ'ଣ କହିଲେ?
ଆପଣ କ'ଣ ପ୍ରୋବ୍ଲେମ୍ ଫେସ୍ କରିଥିବେ ନିଶ୍ଚିତ ଭାବରେ କି ସପୋର୍ଟ ପାଇଛନ୍ତି କ'ଣ ଆପଣଙ୍କର ଅନୁଭୂତି ଆପଣ କ'ଣ କହିବେ? ହଁ, ଫ୍ୟାମିଲି ତରଫରୁ ସେମିତି କିଛି ବି ପ୍ରୋବ୍ଲେମ୍ ନଥିଲା। ତ ଯେତେବେଳେ ଆଙ୍କ ତ୍ରିଲୋଚନ ମୋତେ ବାହାଘର ପ୍ରସ୍ତାବ ଦେଇଥିଲେ ମୋତେ ବହୁତ ଖୁସି ଲାଗିଥିଲା, କାହିଁକିନା ସିଏ ମୋ ବିଷୟରେ ସବୁ କିଛି ଜାଣିକି ମୋତେ ବାହା ହେବା ପାଇଁ ରାଜି ଅଛନ୍ତି। ମୋତେ ବହୁତ ଖୁସି ଲାଗିଥିଲା। ତ ସେମିତି କିଛି ଘର ତରଫରୁ କୌଣସି ତରଫରୁ ସମାଜ ତରଫରୁ କୌଣସି କିଛି ପ୍ରୋବ୍ଲେମ୍ ବି ନଥିଲା। ତ ମୁଁ ବି ତାଙ୍କୁ ବହୁତ ଧନ୍ୟବାଦ ଜଣାଏ, କାହିଁକିନା ସେ ମୋ ବିଷୟରେ ସବୁ କିଛି ଜାଣିକି ମୋତେ ଆକ୍ସେପ୍ଟ କରିଛନ୍ତି। ଆପଣ ଜାଣିଛନ୍ତି ସିଏ ବିଜନେସ୍ କମ୍ କରୁଛନ୍ତି, ବ୍ୟବସାୟ କମ୍ କରୁଛନ୍ତି, ବାହାରେ ଅଧିକାଂଶ ସମୟ ଦେଉଛନ୍ତି, ଆପଣଙ୍କର ସେଥିରେ ନିଶ୍ଚିତ ଭାବରେ ସହଯୋଗ ଆଗାମୀ ଦିନରେ ରହିବ କି ରହିବନି? ଆଜ୍ଞା, ନିଶ୍ଚିତ ରହିବ। ନିଶ୍ଚିତ ମୁଁ ତାଙ୍କୁ ଏସବୁ କାମରେ ସାହାଯ୍ୟ କରିବି, ସପୋର୍ଟ ବି ମୁଁ ତାଙ୍କୁ କରେ। କାହିଁକିନା ମୁଁ ତାଙ୍କୁ ଜାଣିଛି ଯାହା ବି ହେଲେ ବିଜନେସ୍ କରୁଛନ୍ତି, କମ୍ ଟାଇମ୍ ମୋତେ ଦେଉଛନ୍ତି, ତ ସେଥିପାଇଁ ମୁଁ ସପୋର୍ଟ ବି କରେ। ତ୍ରିଲୋଚନ ବାବୁ, ବର୍ତ୍ତମାନ ଆପଣ ଏଇ ଯେଉଁ ପରିସ୍ଥିତି ଦେଇକି ବାହାଘର ହେଲା ଆପଣଙ୍କର, ସିଏ ଆଉ ଥରେ ବାହା ହେଇଥିଲେ ପୂର୍ବରୁ, ଆଉ ଥରେ ବାହାଘର ହେଲା, ଆପଣଙ୍କ ଘର ଲୋକ ଆପଣଙ୍କୁ କ'ଣ କହିଲେ? ଯେତେବେଳେ ମୁଁ ଜାଣିଲି ଯେ ସିଏ ଯେତେବେଳେ ଛୋଟ ହେଇଥିଲେ ତାଙ୍କ ମାଆଙ୍କର କ୍ୟାନ୍ସର ରୋଗରେ ଡେଥ୍ ହୋଇଯାଇଥିଲା। ତାପରେ ସେ ଏକ ଜାଗାରେ ମ୍ୟାରେଜ୍ କରିଥିଲେ ଏବଂ ମ୍ୟାରେଜ୍ର 5 ମାସ ପରେ କୌଣସି ଗୋଟେ ଦୁର୍ଘଟଣା ତାଙ୍କର ଯିଏ ଥିଲେ ସିଏ ମଧ୍ୟ ତାଙ୍କର ମଧ୍ୟ ଡେଥ୍ ହେଇଗଲା। ଯେତେବେଳେ ମୁଁ ଏ କଥାଟି ଜାଣିଲି ସେଠୁ ମୋ ମନଟା ଆନ୍ଦୋଳିତ କଲା। ମୁଁ କହିନି ଚିନ୍ତା କଲି ଯେ ଯାହା ମୁହଁରେ ହସଟି ଲିଭି ଯାଇଛି, ଯାହା ଆଖିରୁ ଲୁହ ଅନବରତ ଝରି ଚାଲିଛି, ତାଙ୍କ ମୁହଁରେ ହସ ଫୁଟେଇବା ପାଇଁ ଏବଂ ତାଙ୍କ ଆଖିରେ ଲୁହ ପୋଛିବା ପାଇଁ ମୁଁ ଚିନ୍ତା କଲି ଯେ ତାଙ୍କୁ ମ୍ୟାରେଜ୍ କରିବା ପାଇଁ। ଯେତେବେଳେ ମୁଁ ଏଇ କଥା ଯାଇକି ଆମ ଘରେ କହିଲି ତ ପ୍ରଥମେ ମୋ ବାପା ଏବଂ ମୋ ବୋଉ ଇମୋସନାଲ୍ ହେଇଗଲେ। ସେ କହିଲେ କେଡ଼େ ବଡ଼ କଥା ତୁ ଚିନ୍ତା କରିଛୁ, ଏବଂ ସେମାନେ ଏତେ ଖୁସି ହେଇଗଲେ ଏବଂ ସେଥିପାଇଁ ସେମାନଙ୍କୁ ଏବଂ ମୋ ସାନ ଭାଇ ମଧ୍ୟ ମୋ ବାପା ମାଆଙ୍କୁ ଉତ୍ସାହିତ କରିବା ସହିତ ମୋତେ ମଧ୍ୟ ଉତ୍ସାହିତ କଲା। କହିଲା ନନା ନାଇଁ ଠିକ୍ ଅଛି, ଆମେ ସେଇଠି ହିଁ ଆମେ ମ୍ୟାରେଜ୍ କରିବା। ଏବଂ ସେଥିପାଇଁ ମୋ ପରିବାର ଏବଂ ମୋର ସାଙ୍ଗସାଥି ବନ୍ଧୁବାନ୍ଧବଙ୍କୁ ଧନ୍ୟବାଦ ଦେବି। ସେମାନେ ଏହି ମ୍ୟାରେଜ୍ରେ ମୋତେ ଉତ୍ସାହିତ କରିବା ସହିତ ସମସ୍ତେ ସମ୍ମିଳିତ ଭାବେ ମୋ ମ୍ୟାରେଜ୍ରେ ଉପସ୍ଥିତ ଥିଲେ ଏବଂ ମାନ୍ୟବର ବିଧାୟକ ଅଶୋକ ଦାସଙ୍କୁ ମଧ୍ୟ ଧନ୍ୟବାଦ ଦେବି। ସେ ମଧ୍ୟ ଯାଇ ମୋ ବାହାଘରରେ ଖନ୍ତାପଡ଼ାରେ ମଧ୍ୟ ଉପସ୍ଥିତ ରହି ଆମକୁ ଆଶୀର୍ବାଦ କରିଥିଲେ। ଆପଣ ଇଏ ତ ରହିଲା ଆପଣଙ୍କର ଘର ଫ୍ୟାମିଲି କଥା, ନିଶ୍ଚିତ ଭାବରେ ଏଇଟା ଗୋଟେ ନିଆରା ବାହାଘର। ଆପଣ ଗାଁ ଲୋକ ବା ପାଖାପାଖି ପଡ଼ିଶା ଘର ଲୋକ ତାଙ୍କ ପାଖରୁ କ'ଣ ଆପଣ ପାଇଥିଲେ? ଆ, ମୁଁ ଯେତେବେଳେ ଏଇ କଥାଟି ହେଉଛି ଯେତେବେଳେ ଜାଣିଲେ ସେମାନେ ସତ ପ୍ରଭୃତ ଭାବେ ଆମେ ବି କେବେ ଆଶା କରିନଥିଲୁ। ଆମେ ଭାବିଥିଲୁ ଯେ ଯାହା ବର୍ତ୍ତମାନ ସାମାଜିକ ଇଏ ଅଛି କାଳେ କିଏ ଆମକୁ କିଛି କହିବ କିମ୍ବା ଆମ ପଛରେ କିଛି କେଉଁଠି ଆଲୋଚନା କରିବ, କିନ୍ତୁ ଆମକୁ ଜାଣିକି ଆଶ୍ଚର୍ଯ୍ୟ ଲାଗିଲା ସେ ପଛରେ ହଉ ବା ଆମ ସାମ୍ନାରେ ହଉ ସେମାନେ ବହୁତ ଖୁସି ହେଉଛନ୍ତି ଏବଂ ବହୁତ ଧନ୍ୟବାଦ ଦେଉଛନ୍ତି। ଏବେ ମଧ୍ୟ ମୁଁ ଯଦି ରାସ୍ତାରେ ଯାଉଥିବି କେଉଁ ବୟସ୍କ ଲୋକ ହଉ ମୋତେ ବାଟରେ ମୋ ବାଇକ୍ଟି ଅଟକେଇ ଦେଇକି ମୋ ମୁଣ୍ଡରେ ହାତ ରଖି ମୋତେ ଆଶୀର୍ବାଦ ଦେଉଛନ୍ତି। ପ୍ରଭୁ ତୋତେ ମୁଁ ଆଶୀର୍ବାଦ କରୁଛି, ତୁ ଆଗକୁ ଯା ଏବଂ ତୁ ଗୋଟେ ଅସହାୟ ଝିଅ ମାନେ ହସ ଲିଭି ଯାଇଥିବା ଝିଅ ମୋର ହସ ଫୁଟେଇ ପାରୁଛୁ, ମୋ ଆଶୀର୍ବାଦ ତୋ ଉପରେ ନିଶ୍ଚିତ ଭାବରେ ରହିବ। ଯାହାକି ମୋତେ ବହୁତ ଖୁସି ଲାଗେ ଏବଂ ନିଜକୁ ବହୁତ ଗର୍ବ ଅନୁଭବ। ଆପଣ ଦେଖିଥିବେ ବିଗତ ଦିନମାନଙ୍କରେ ପୁନର୍ବିବାହ ଗୋଟେ ସମସ୍ୟା ଥିଲା। କେଉଁଠି ନା କେଉଁଠି ଆମେ କହିବା ନିଶ୍ଚିତ ଭାବରେ ଲୋକଙ୍କର ମାଇଣ୍ଡ ସେଟ୍ ବି ଚେଞ୍ଜ ହେଇଛି। ଆପଣଙ୍କ ଫ୍ୟାମିଲି ହେଉ ବା ଆପଣଙ୍କ ଗାଁ ଲୋକ ହେଉ ନିଶ୍ଚିତ ଭାବରେ ମାଇଣ୍ଡ ସେଟ୍ ଚେଞ୍ଜ ହେଇଛି। ତେଣୁ ପୁନର୍ବିବାହକୁ ସେମାନେ ଗୋଟେ ଭଲ ଢଙ୍ଗରେ ନେଇଛନ୍ତି। ଏଥିରେ ତ କୌଣସି ସନ୍ଦେହ ହେବା କଥା ନୁହଁ। ମୁଁ ଯାହା ଭାବୁଛି ଆପଣଙ୍କର ଯେଉଁ ନିଆରା ପଦକ୍ଷେପ ନେଇଛନ୍ତି ଆଉ ଲୋକମାନେ ଯେଉଁ ହିସାବରେ ଆପଣଙ୍କର ଫ୍ୟାମିଲି ହେଉ ଆପଣଙ୍କ ଗାଁ ଲୋକ ହେଉ ଯେଉଁଭଳି ଭାବରେ ନେଇଛନ୍ତି, ନିଶ୍ଚିତ ଭାବରେ ଆମେ କହିବା କେଉଁଠି ନା କେଉଁଠି ନିଶ୍ଚିତ ଭାବରେ ଲୋକଙ୍କର ଯେଉଁ ଭାବନା ଥିଲା ସେଟା ଚେଞ୍ଜ ହେଇଛି ନା ଆପଣଙ୍କର ଆ ଭିତରେ ଆଉ କ'ଣ ମତ ଅଛି? ନାଇଁ ନିଶ୍ଚିତ ଭାବରେ ଦେଖନ୍ତୁ, ଯେତେବେଳେ ଲର୍ଡ଼ ୱିଲିୟମ୍ ବେଣ୍ଟିଙ୍କ କଥା କହିବା ବା ରାଜା ରାମମୋହନ ରାୟଙ୍କ କଥା କହିବା କିମ୍ବା ହେଉଛି ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ କଥା କହିବା କିମ୍ବା ଆମର ଜ୍ୟୋତିବା ରାୟ ଫୁଲେଙ୍କ କଥା କହିବା, ସେ ବହୁତ ବଡ଼ ବଡ଼ ମହାମନୀଷୀମାନେ ଯେଉଁ ଭାରତବର୍ଷର ଯେଉଁ କଳୁଷିତ ପ୍ରଥା ଥିଲା ତାକୁ ସେମାନେ ମାନେ ତାଙ୍କ ଇଏରେ ତାଙ୍କ ଲେବୁଲରେ ସେ ଚେଷ୍ଟା କରିଛନ୍ତି ଏ ସମାଜର କୁପ୍ରଥା କୁରୀତିକୁ ଦୂରେଇ ଦେବା ପାଇଁ ଏବଂ ସେମାନଙ୍କ ପାଖରୁ ଏଇ ପରମ୍ପରାଟା ଆରମ୍ଭ ହେଇଥିଲା। ଏବଂ ତାଙ୍କୁ ଯେତେବେଳେ ଆମେ ସେଇଭଳି ମହାମନୀଷୀଙ୍କୁ ଯେତେବେଳେ ଅଧ୍ୟୟନ କଲୁ, ଚିନ୍ତା କଲୁ ନାହିଁ ଯେଉଁ ପରମ୍ପରାଟା ସେଇ ଆମର ମହାପୁରୁଷମାନେ ଆରମ୍ଭ କରିଛନ୍ତି ସେଇ ପରମ୍ପରା ମାଧ୍ୟମରେ ଏଇ ସମାଜରେ ଯେଉଁମାନେ ଅସହାୟ ଅଛନ୍ତି ସେମାନଙ୍କୁ କେମିତି ଆଣି ଆମେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ଏଇଟା ହିଁ ବଡ଼ କଥା। ଆପଣ ବାହା ହେଲେ, ବାହାଘର ପରେ ଫେରିଲା ଆପଣ ଅନାଥ ଆଶ୍ରମ ଯାଇଛନ୍ତି, ବୃଦ୍ଧାଶ୍ରମ ଯାଇଛନ୍ତି, ସିଏ ପୁଣି କ'ଣ ପାଇଁ? ଦେଖନ୍ତୁ, ଏଇଥିପାଇଁ ଆମେ ଯାଇଥିଲୁ। ଆମେ ଯେତେବେଳେ ମ୍ୟାରେଜ୍ କଲୁ, ମ୍ୟାରେଜ୍ କରିକି ପ୍ରଥମେ ଯେତେବେଳେ ବୃଦ୍ଧାଶ୍ରମ ଗଲୁ ବହୁତ ଦୁଃଖ ଲାଗିଲା। ଏତେ ବୃଦ୍ଧାଶ୍ରମକୁ ଅବଶ୍ୟ ମୁଁ ବହୁତ ପୂର୍ବରୁ ଯାଏ,
ମୁଁ ପିଲାବେଳୁ ବୃଦ୍ଧାଶ୍ରମ ଯାଏ, ଅନାଥ ଆଶ୍ରମ ଯାଏ, କିନ୍ତୁ ମ୍ୟାରେଜ୍ କରି ଯେତେବେଳେ ଆମେ ଯାଇ ବୃଦ୍ଧାଶ୍ରମରେ ପହଞ୍ଚିଲୁ, ସେମାନଙ୍କ ଗହଣରେ ଆମର ଖୁସି ତାଙ୍କୁ ବାଣ୍ଟିଲୁ, ସେମାନଙ୍କ ଆଖିରେ ମଧ୍ୟ ଲୁହ ଆସିଗଲା ଏବଂ ସେମାନେ ମଧ୍ୟ ଆମକୁ ଆଶୀର୍ବାଦ କଲେ ଏବଂ ତା ସହିତ ସେମାନଙ୍କୁ ଆମେ ଯତ୍ କିଞ୍ଚିତ୍ ଆମେ ଯାହା ସାହାଯ୍ୟ ସହଯୋଗ କରିବା କଥା କଲୁ ଏବଂ ତାପରେ ଆମେ ଅନାଥ ଆଶ୍ରମକୁ ଗଲୁ, କାହିଁକିନା ଯେଉଁ ପିଲାମାନଙ୍କର କେହି ନାହାନ୍ତି ସେମାନଙ୍କର ପାଖରେ ଆମେ ଠିଆ ହେଇ ସେମାନଙ୍କୁ ଆଶ୍ୱାସନା ଦେଲୁ ଯେ ଆଗାମୀ ଦିନରେ ଯଦି ଆମେ ଯେମିତି ଯେଉଁ ପରିସ୍ଥିତିରେ ଥିଲେ ବି ଆପଣମାନଙ୍କ ପାଖରେ ଠିଆ ହେବୁ ଏବଂ ଆପଣମାନେ କେମିତି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଇପାରିବେ ଆମେ ଚେଷ୍ଟା କରିବୁ। ଆଚ୍ଛା, ଏବେ ମ୍ୟାଡ଼ାମଙ୍କୁ ପଚାରିବି, ଆଗାମୀ ଦିନମାନଙ୍କରେ ନିଶ୍ଚିତ ଭାବରେ ତ୍ରିଲୋଚନ ଯେଉଁ ରାସ୍ତାରେ ଯାଉଛନ୍ତି ଆଗାମୀ ଦିନମାନଙ୍କରେ ରହିବ, ଆପଣ କ'ଣ ତାଙ୍କଠୁ ଏକ୍ସପେକ୍ଟ କରୁଛନ୍ତି ଯେ ହଁ ଇଏ ଏମିତି ଗୋଟେ ଜିନିଷ କରନ୍ତୁ ବା ଏଇଟାକୁ ଛାଡ଼ି ଦିଅନ୍ତୁ, ବିଜନେସକୁ ଆପଣେଇ ନିଅନ୍ତୁ, ଆପଣଙ୍କର କ'ଣ ମତ ଏଥିରେ? ନାଇଁ, ତାଙ୍କର ସେମିତି କିଛି ବି ଖରାପ ଗୁଣ ନାହିଁ, କୌଣସି ବି ଖରାପ ଅଭ୍ୟାସ ନାହିଁ। ତ ସିଏ ଯାହା ବି କରୁଛନ୍ତି ମୁଁ ତାଙ୍କୁ ବହୁତ ସପୋର୍ଟ ବି କରିବି ଆଗକୁ, ଆଉ ବହୁତ ଉତ୍ସାହିତ ବି କରିବି ସେ ଆଗକୁ ଯାଆନ୍ତୁ, ବହୁତ ଭଲ ଭଲ କାମ କରନ୍ତୁ, ମୁଁ ତାଙ୍କୁ ବହୁତ ଉତ୍ସାହିତ ବି କରିବି। ତ ମୁଁ ତାଙ୍କୁ ସେମିତି କୌଣସି ରୋକିବିନି ଯେ ସମାଜ ସେବା କରନ୍ତୁ କି ବିଜନେସ୍ କରନ୍ତୁ କି ଯାହା ବି କରନ୍ତୁ, ମୁଁ ତାଙ୍କୁ ରୋକିବିନି, କାହିଁକିନା ମୁଁ ଜାଣିଛି ସେ ବହୁତ ଭଲ କାମ କରୁଛନ୍ତି, ମୁଁ ତାଙ୍କୁ ରୋକିବା କିଛି ଆବଶ୍ୟକ ନାହିଁ। ଆପଣ ବାହାଘର ପାଖାପାଖି 2 ମାସ ହେଇଗଲାଣି, ଆପଣ ଗୋଟେ ବାପ ଘରେ ଥିଲେ, ତାପରେ ଥରେ ବାହାଘର ହେଇଥିଲା, ତାପରେ ଆଉ ଥରେ ଗୋଟେ ଆପଣ ଜଣେ ଶ୍ୱଶୁର ଘରକୁ ଆସିଛନ୍ତି, ସେମାନଙ୍କର ଆପଣଙ୍କ ପ୍ରତି ବ୍ୟବହାରଠୁ ଆରମ୍ଭ କରି ଚାଲିଚଳନଠୁ ଆରମ୍ଭ କରି ସବୁ ଜିନିଷ ଆପଣ କ'ଣ ଫିଲ୍ କରନ୍ତି? ମୋ ଶାଶୁ ଶ୍ୱଶୁର ସେ ତ ମୋତେ ବୋଉ ଭଳିଆ ଭାବନ୍ତିନି, ସେ ତାଙ୍କ ଝିଅ ଭଳିଆ ଭାବନ୍ତି। ତ ସେ ମୋତେ ବହୁତ ଭଲ ପାଆନ୍ତି, ବହୁତ ଭଲ ପାଆନ୍ତି। ତ ସେ ସବୁ କଥାରେ ବି ସପୋର୍ଟ ବି କରନ୍ତି, ସେମିତି ନୁହେଁ ଯେ ଶାଶୁ ଶ୍ୱଶୁର ଅଛନ୍ତି ଟିକେ ଟିକେ କଥାରେ କହିଦିଅନ୍ତି କ'ଣ, ମୋ ଶାଶୁ ଶ୍ୱଶୁର ସେମିତି ନୁହନ୍ତି, ମୋତେ ବହୁତ ସପୋର୍ଟ କରନ୍ତି, ବହୁତ ଭଲ ବି ପାଆନ୍ତି। ଆଉ ତ୍ରିଲୋଚନ ଆପଣ ଆଗକୁ କ'ଣ କରିବାକୁ ଆଶା ରଖିଛନ୍ତି, କ'ଣ କରିବେ? ଆଗକୁ ତ ସ୍ୱପ୍ନ ବହୁତ ଅଛି, କାହିଁକିନା ମୁଁ ବର୍ତ୍ତମାନ ସ୍ଥିତି ଯାହା ଅନୁଭବ କଲିଣି ଯେ ଯଦି ଏମିତି ମୋ ସାମାଜିକ ସେବା କ୍ଷେତ୍ରରେ ମୁଁ ରହିକି ତ ଲୋକମାନଙ୍କ ମୁଁ କିଛିଟା ସାହାଯ୍ୟ ସହଯୋଗ କରିପାରିବି, କିନ୍ତୁ ସେମାନଙ୍କର ଯେଉଁ ମୌଳିକ ସମସ୍ୟାଟା ଅଛି ସେଇଟା ଏଇ ସମାଜସେବା କ୍ଷେତ୍ରରେ ସମାଧାନ କରିହେବନି। ତେଣୁକରି ରାଜନୀତିରେ ତ ଅଛି, କିନ୍ତୁ ସେଇ ରାଜନୀତିରେ ଆହୁରି ଆଗକୁ ଯାଇକି ସେମାନଙ୍କର ଯେଉଁ ମୌଳିକ ସମସ୍ୟାଟା ଅଛି ସେଇଟାକୁ ପୂରଣ କରିବାକୁ ପଡ଼ିବ। ତେଣୁକରି ଏଇ ରାଜନୀତିରେ ଆଗକୁ ଯିବା ପାଇଁ ମୋର ଲକ୍ଷ୍ୟ ଅଛି। ଆଜିକା ଦିନରେ ଆପଣଙ୍କ ହିସାବରେ ମୁଖ୍ୟ ସମସ୍ୟା କ'ଣ ହେଇପାରେ? ଆଜିକା ଦିନରେ ଆମେ ଦେଶ କଥା କହିବା, ରାଜ୍ୟ କଥା କହିବା, ବର୍ତ୍ତମାନ ଦରଦାମ ପାଖରୁ ଆରମ୍ଭ କରିକି ଶିକ୍ଷା ପାଖରୁ ଆରମ୍ଭ କରିକି ଆଇନ ଶୃଙ୍ଖଳା ପର୍ଯ୍ୟନ୍ତ ସବୁଥିରେ ହେଉଛି ସମସ୍ୟା ଅଛି, ଦେଶ କୁହନ୍ତୁ ରାଜ୍ୟ କୁହନ୍ତୁ, ଯେଉଁଥିରେ କି ଯାହାଦ୍ୱାରା କି ସାଧାରଣ ଲୋକଟିଏ ଆଜି ସୁରକ୍ଷିତ ମନେ କରୁନି, ନାରୀଟିଏ ଆଜି ସୁରକ୍ଷିତ ମନେ କରୁନି ଏବଂ ନା ଶିକ୍ଷା କ୍ଷେତ୍ରରେ ଯେଉଁ ସ୍କୁଲ ଆଜି ବନ୍ଦ ହୋଇଗଲାଣି, ସବୁକିଛି ପ୍ରାଇଭେଟକରଣ ହୋଇଗଲାଣି। ତେଣୁକରି ଏ ଦେଶରେ ଯେମିତି ଏକ ମହାତ୍ମା ଗାନ୍ଧୀ ହୁଅନ୍ତୁ ବା ଯେଉଁ ମହାପୁରୁଷମାନେ ଏକ ଦେଶକୁ ସ୍ୱାଧୀନତା ଆନ୍ଦୋଳନରେ ଯେମିତି ଝାସ ଦେଇ ଆମ ଦେଶକୁ ବ୍ରିଟିଶମାନଙ୍କ କବଳରୁ ଏ ଦେଶକୁ ସ୍ୱାଧୀନ କରିଥିଲେ, ତେଣୁକରି ସେମିତି ଆମେମାନେ ଏକ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଏ ଦେଶକୁ ତା'ର ପୂର୍ବ ଗୌରବ, ପୂର୍ବ ଗରିମାକୁ ଫେରାଇ ଆଣିବାକୁ ପଡ଼ିବ। ଆପଣ ଯେଉଁ ବୁଲିଲେ, ସାଇକେଲରେ ବୁଲିଲେ ବା ତିହିଡ଼ି ଟୁ ଭୁବନେଶ୍ୱର ପର୍ଯ୍ୟନ୍ତ ନିଶା ପାଇଁ ଆସିଲେ, ନିଶ୍ଚିତ ଭାବରେ ଆପଣଙ୍କ ସାଙ୍ଗରେ କିଛି ପିଲା ବି ଯୋଡ଼ି ହେଇଥିବେ। ଆଜ୍ଞା। ଏବେ ନିଶ୍ଚିତ ଭାବରେ ଆପଣମାନେ ଆଗକୁ ଯେଉଁ ଯିବେ ସେ ପିଲାମାନଙ୍କୁ ନେଇକରି ଯିବେ ବୋଲି ଆଶା କରିଥିବେ। ଆଜ୍ଞା। ଆପଣ ଯେଉଁ ୟଙ୍ଗ ମାସ୍ ଅଛନ୍ତି ସାରା ଓଡ଼ିଶା, କାହିଁକି ସାରା ଭାରତବର୍ଷରେ, ଆପଣ ତାଙ୍କୁ କ'ଣ ଆପଣଙ୍କର ଉପଦେଶ ରହିବ, କ'ଣ ଆପଣ ତାଙ୍କୁ ସଜେସନ୍ ଦେବେ, କ'ଣ କଲେ ଠିକ୍ ହେବ? ମୋର ଯେଉଁ ଯୁବକ ବନ୍ଧୁମାନେ ଅଛନ୍ତି ସେମାନଙ୍କୁ ମୁଁ ଖାଲି ଗୋଟିଏ କଥା କହିବି, ଆମେ ନିଶାଠାରୁ ଦୂରେଇ ଯାଇକି ଭାରତବର୍ଷକୁ ସେଇ ସୁନାର ଭାରତ ତିଆରି କରିବା ପାଇଁ ଆମର ଯାହା ଯାହା ପଦକ୍ଷେପ ନେବାର ଅଛି, ନିର୍ଭୟରେ କାହାକୁ ଭୟ ନ କରି ନିର୍ଭୟରେ ଆମକୁ ଆଗକୁ ଆସିବାର ଅଛି ଏବଂ ଭାରତକୁ ସୁନାର ଭାରତ ପୁଣି ଥରେ ଆମକୁ ବନେଇବାର ଅଛି। ଆପଣ ଦେଖୁଥିବେ ବର୍ତ୍ତମାନ ଯେଉଁ ନିଶା ଯେଉଁ ଭଳିଆ ପ୍ରୋବ୍ଲେମ୍ ହେଇଛି, ଆଉ ହିଂସା ମଧ୍ୟ ଯେଉଁ ଭଳିଆ ପ୍ରୋବ୍ଲେମ୍ ହେଇଛି, ଆପଣ ଦେଖୁଥିବେ ପାଟି ଫିଟିଲେ ହାତକୁ ଆଇନ କାନୁନ ଯାଉଛି। ଏଇ ମାସେ ଭିତରେ ମଧ୍ୟ କେତେ ଜିନିଷ ହେଲାଣି ଆପଣ ଦେଖୁଥିବେ। ଆପଣମାନେ ଜାଣିଥିବେ ଯେ ଇଲେକ୍ସନ୍ ପୂର୍ବରୁ ଯିଏ ବର୍ତ୍ତମାନ ଶାସକ ଦଳ କେନ୍ଦ୍ର ଏବଂ ରାଜ୍ୟରେ ଅଛନ୍ତି, ସେ ନିଶା ନିବାରଣ କରିବେ, ମଦମୁକ୍ତ ଓଡ଼ିଶା କରିବେ ବୋଲି ଡିଣ୍ଡିମ ପିଟୁଥିଲେ।
ଏବଂ ସେତେବେଳେ ଯେଉଁ ନେତାମାନେ କହିଥିଲେ ଯେ ଓଡ଼ିଶାରେ ନିଶା ନିବାରଣ କରିବୁ ମଦମୁକ୍ତ କରିବୁ ସେଇ ଯେତେବେଳେ ସେ ଇଲେକ୍ସନ୍ ଜିତିଗଲେ ସରକାରକୁ ଆସିଲେ ସେମାନେ ଏକ ଟେଣ୍ଡର 3 ଦିନ ତଳେ ବାହାର କରିଛନ୍ତି ପୁଣି ସାରା ଓଡ଼ିଶାରେ ପୁଣି କେତେ ହେଉଛି ମଦ ଦୋକାନ ଖୋଲିବେ ଏବଂ ଏଇ ମଦ ଦ୍ୱାରା ଯେ ଓଡ଼ିଶାରେ କେତେ ଯୁବପିଢ଼ି ମାନେ ଅସାମାଜିକ କାର୍ଯ୍ୟକଳାପ କରୁଛନ୍ତି ଆପଣମାନେ ଦେଖୁଥିବେ। ରାତି ପାହିଲେ ଗଣମାଧ୍ୟମରେ ଆପଣମାନେ ଯେଉଁ ନିଶା ଖାଇକି ହିଂସା କରୁଛନ୍ତି ଯାହାକି ହୃଦୟ ବିଦାରକ, ଯାହାକୁ ଆମେ ଦେଖିପାରିବା ନାହିଁ। ମୁଁ କହୁଛି ଆମ ଗାଁର ପିଲାମାନେ ଯେଉଁମାନେ କି 5-10 ବର୍ଷ ପୂର୍ବରେ ବହୁତ ଭଲ ପିଲା ଥିଲେ ବର୍ତ୍ତମାନ ସେମାନେ ମଦ ଗଞ୍ଜେଇ ଡ୍ରଗ୍ସ ଖାଇକି ଏମିତି ଅସାମାଜିକ କାର୍ଯ୍ୟ କରୁଛନ୍ତି ଯାହାଦ୍ୱାରା କି ଆମର ଝିଅମାନେ କଲେଜ ଠିକ୍ ସେ ଯାଇପାରୁନାହାନ୍ତି। ସେମାନଙ୍କର କଲେଜ ଗଲେ ବାଟରେ ସେମାନଙ୍କର ଛିନତାଇ କରୁଛନ୍ତି। ସେମାନଙ୍କୁ ସମୟକ୍ରମେ ଆପଣମାନେ ଦେଖୁଥିବେ ବଳାତ୍କାର ହେଉଛି, ଗଣ ବଳାତ୍କାର ହେଉଛି। ତେବେ ଯୁବକ ବନ୍ଧୁମାନେ ଏବଂ ତାଙ୍କୁ ଗୋଟିଏ କଥା କହିବି ଯେ ସେମାନେ ନିଶା ଠାରୁ ଦୂରେଇ ରୁହନ୍ତୁ ଏବଂ ଏଇ ଯେଉଁ ବର୍ତ୍ତମାନ ଦେଶର ବାତାବରଣ ଗୋଟେ ହେଇଛି ଯେ ନିଶା ଦେଇକି ଯୁବକମାନଙ୍କୁ ମତୁଆଲା କରିକି ଏବଂ ଗୋଟେ ନିର୍ଦ୍ଦିଷ୍ଟ ଧାର୍ମିକ ନାରାରେ ଯୁବକମାନଙ୍କୁ ମତୁଆଲା କରି ହିଂସା ଭିଆଇବା। ତେଣୁ ସେଇ ହିଂସା ଏବଂ ନିଶାଠାରୁ ଯୁବକମାନେ ଦୂରେଇ ରୁହନ୍ତୁ ଏବଂ ଭାରତକୁ ଏକ ସୁନାର ଭାରତ ତିଆରି କରିବାରେ ଆପଣମାନେ ସାମିଲ ହୁଅନ୍ତୁ। ଆପଣ ସ୍କୁଲ ବେଟ୍ ଥିବେ, କଲେଜ ବେଟ୍ ବି ଥିବେ, କିଛି ପିଲାଙ୍କୁ ମଦ ନିଶାରୁ ଦୂରେଇ ରଖିଲେଣି? ମୁଁ ତ ବହୁତ ଚେଷ୍ଟା କରିଛି, ଫିର୍ ବି ମୁଁ 2 ଜଣ ମୋର ବନ୍ଧୁ ଅଛନ୍ତି ସେମାନଙ୍କୁ ମୁଁ ନାଁ ନେବି ନାହିଁ, ଏଇଠି ତାଙ୍କୁ ଧନ୍ୟବାଦ ଦେବି ଯେ ସେମାନେ ମୋ ସହିତ ମିଶିବା ପରେ ମୋ ପ୍ରରୋଚନାରେ ସେ ପାଖାପାଖି 1.5 ବର୍ଷ ହେବ ନିଶାଠାରୁ ଦୂରେଇ ରହିଛନ୍ତି। ଏପର୍ଯ୍ୟନ୍ତ ନା ସେ ପାନ ବିଡ଼ି, ଆଗରୁ ତ ବହୁତ ନିଶା କରୁଥିଲେ, ଏପର୍ଯ୍ୟନ୍ତ ସେ ପାନ ବିଡ଼ିଟେ ବି ଛୁଉଁନାହାନ୍ତି। ସେଥିପାଇଁ ସେ ବନ୍ଧୁମାନଙ୍କୁ ମୁଁ ଏଇଠି ଧନ୍ୟବାଦ ଦେବି। ଆପଣ ଆସିଲେ, ଆମେ ବସିଲେ, କିଛି ଆପଣଙ୍କ କଥା କହିଲେ, ଆମେ ମଧ୍ୟ କିଛି ଜିନିଷ ଜାଣିଲୁ। ନିଶ୍ଚିତ ଭାବରେ ଆମ ତରଫରୁ ଆଗାମୀ ଦିନମାନଙ୍କରେ ଯାହା ସପୋର୍ଟ ଦରକାର ଆମେ ଆପଣଙ୍କୁ କରିବୁ। ଆଉ ପ୍ରଭୁ ଜଗନ୍ନାଥ କରନ୍ତୁ ଆପଣ ଯେଉଁ ବାଟରେ ଯାଇଛନ୍ତି ସେ ଚଲାପଥ କେବେ ଫୁଲମୟ ହେବ ନାହିଁ ଆପଣଙ୍କ ପାଇଁ। ନିଶ୍ଚିତ ଭାବରେ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଫୁଲମୟ କରନ୍ତୁ, ଆପଣଙ୍କ ବିବାହ ଜୀବନ ସୁଖମୟ ହେଉ। ନମସ୍କାର।